आकाशवाणी संवाद पढ़ुछन्ते चंदन घोष। मुख्य संवाद 78तम स्वाधीनता दिवस अवसर में नुआदिल्लीर ऐतिहासिक लालकिला जातीय पताका उत्तोलन करने सहित देशवासी को संबोधित कले प्रधानमंत्री नरेंद्र मोदी। आर्थिक क्षेत्र में महिला आत्मनिर्भरता को प्रधानमंत्री नूतन आर्थिक क्रांति भाव अभिहित करिसेंति। भोकाल फॉर लोकाल वर्तमान आर्थिक क्षेत्रर विकास तथा अर्थतंत्रर नूतन मंत्र पलटिछि कहिले प्रधानमंत्री। देश में सामाजिक गणतांत्रिक व्यवस्था को सशक्त करने दिगरे मिलित प्रयास करने लगी राष्ट्रपति द्रौपदी मुर्मू देशवासी को आह्वान देइछन्ति एवं ओडिशा समेत 9टी राज्यर 12टी राज्यसभा आसन लगी उपनिर्वाचन निमंते गतकाली प्रकाश पाइला विज्ञप्ति। देश आज पालन करुच्ची 78तम स्वाधीनता दिवस। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଐତିହାସିକ ଲାଲକିଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି 2047 ମସିହା ସୁଦ୍ଧା ଏକ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ସରକାର କାର୍ଯ୍ୟ କରୁଛନ୍ତି। ଏହି ସଂକଳ୍ପରେ ଦେଶବାସୀଙ୍କର ସ୍ୱପ୍ନ ପ୍ରତିଫଳିତ ହେଉଛି। ଏଥିଲାଗି ଜନସାଧାରଣ ବିଜ୍ଞାନ, କୃଷି, ନିର୍ମାଣ ତଥା ନ୍ୟାୟିକ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ କେତେକ ସଂସ୍କାରମୂଳକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ଦେଶ ପ୍ରଥମ ବୋଲି ଅନୁସରଣ କରିବା ସହିତ ରାଷ୍ଟ୍ରହିତ ଭାବନା ନେଇ ବିଗତ 10 ବର୍ଷ ଧରି ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି। ଦେଶ ଗଠନରେ ଯୁବବର୍ଗ, ମହିଳା ଓ କୃଷକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଗତ 10 ବର୍ଷରେ ତାଙ୍କ ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବାରୁ ଏହା ଦେଶବାସୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଇତିମଧ୍ୟରେ ଆର୍ଥିକ କ୍ଷେତ୍ରରେ ସରକାରଙ୍କ ସମୟୋଚିତ ପଦକ୍ଷେପ ଲାଗି ଦେଶବ୍ୟାପୀ 10 କୋଟିରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଫଳରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ନୂତନ ଆର୍ଥିକ କ୍ରାନ୍ତି ଭାବେ ଅଭିହିତ କରିଛନ୍ତି। ବିକଶିତ ଭାରତ ଗଠନ ଦିଗରେ ବ୍ୟାଙ୍କିଂ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ସରକାର ଏ ଦିଗରେ ଅନେକ ସୁଧାର ଆଣିଛନ୍ତି। କୋଭିଡ୍ ମହାମାରୀ ପରେ ବିଶ୍ୱବ୍ୟାପୀ ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଥିବା ବେଳେ ଭାରତର ସ୍ଥିତି କ୍ରମଶଃ ସୁଦୃଢ଼ ହେବାରେ ଲାଗିଛି। ଭୋକାଲ ଫର ଲୋକାଲ ବର୍ତ୍ତମାନ ଆର୍ଥିକ କ୍ଷେତ୍ରର ବିକାଶ ତଥା ଅର୍ଥତନ୍ତ୍ରର ନୂତନ ମନ୍ତ୍ର ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି। ଇଜି ଅଫ୍ ଲିଭିଂ ଉପରେ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରିବା ସହିତ ଦେଶର କେତେକ ପୁରାତନ ଅନାବଶ୍ୟକ ଆଇନକୁ ଇତିମଧ୍ୟରେ ହଟାଇ ଦିଆଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହାଦ୍ୱାରା ଦେଶବାସୀଙ୍କୁ ଅଯଥା ଆଇନର ଜଞ୍ଜାଳରୁ ମୁକ୍ତି ଦିଆଯିବା ସହିତ ନ୍ୟାୟିକ ବ୍ୟବସ୍ଥାକୁ ସୁସଂହତ କରାଯାଇପାରିଛି। ଶ୍ରୀ ମୋଦି କହିଛନ୍ତି ବିଗତ 10 ବର୍ଷରେ ସରକାର ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଆରମ୍ଭ କରି ଏକ ନୂତନ ଯୁଗର ଅୟମାରମ୍ଭ କରିଛନ୍ତି। ଇତିମଧ୍ୟରେ ମହାକାଶ କ୍ଷେତ୍ରରେ ମଧ୍ୟ ଏହା ଆରମ୍ଭ ହୋଇସାରିଛି, ଯାହାକି ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରୁଛି ବୋଲି ସେ କହିଛନ୍ତି। ଦେଶର ସାମଗ୍ରିକ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବୋତ୍ତର ରାଜ୍ୟଗୁଡ଼ିକର ବିକାଶ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେବା ସହିତ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଆହ୍ୱାନକୁ ପ୍ରତିହତ କରିବା ଲାଗି ବିଶ୍ୱସ୍ତରୀୟ ରାଜିନାମାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରୁଛନ୍ତି। ଗତ 10 ବର୍ଷରେ ତାଙ୍କ ସରକାର ଦେଶବ୍ୟାପୀ 15 କୋଟିରୁ ଉର୍ଦ୍ଧ୍ୱ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିଲାଗି ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇବା ସହିତ ଗବେଷଣାତ୍ମକ ପାଠ୍ୟକ୍ରମର ସଦୁପଯୋଗ କରିପାରିବେ। ଆଗାମୀ 5 ବର୍ଷ ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଶିକ୍ଷାର୍ଥୀଙ୍କୁ ମେଡିକାଲ ଶିକ୍ଷା ଲାଗି ଆଉ ବିଦେଶ ଗସ୍ତ କରିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲାଗି ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିଲାଗି ପ୍ରତିରକ୍ଷା ବ୍ୟବସ୍ଥା ତଥା ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଅନେକ କଠୋର ପଦକ୍ଷେପ ନିଆଯାଇଛି। ପୂର୍ବରୁ ଆତଙ୍କବାଦୀମାନେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଥିବା ବେଳେ ବର୍ତ୍ତମାନ ଏହାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସରକାର ସର୍ଜିକାଲ ଷ୍ଟ୍ରାଇକ୍ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ସାମାଜିକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି ସାମାଜିକ ନ୍ୟାୟ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସରକାର
ଅନୁସୂଚିତ ଜାତି ଜନଜାତି ଓ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ କଲ୍ୟାଣ ଲାଗି ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମିକୁ ପ୍ରୋତ୍ସାହନ କରିବା ଦିଗରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରଣନୀତିକ ଯୋଜନା, ସଡ଼କ ଓ ରାଜପଥ, ରେଳପଥ ଏବଂ ବନ୍ଦର ନେଟୱାର୍କକୁ ବିସ୍ତାର କରିବା ସହିତ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନ୍ୟ କେତେକ ମୌଳିକ କ୍ଷେତ୍ରର ବିକାଶ ଲାଗି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଏହାଦ୍ୱାରା ପରବର୍ତ୍ତୀ ପିଢ଼ିର ଅର୍ଥନୈତିକ ସଂସ୍କାର ଓ ଅଭିବୃଦ୍ଧି ଲାଗି ଏକ ମଞ୍ଚ ପ୍ରସ୍ତୁତ କରାଯିବା ସହିତ ବିକଶିତ ରାଷ୍ଟ୍ର ତାଲିକାରେ ସାମିଲ ହେବା ଦିଗରେ ଭାରତର ସ୍ୱପ୍ନ ସଫଳ ହୋଇପାରିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଗତ 3 ବର୍ଷରେ 8% ଅଭିବୃଦ୍ଧି ହାର ହାସଲ କରି ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ଏହାଦ୍ୱାରା କେବଳ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରାଯାଇ ନାହିଁ, ବରଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା କୃଷକ ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ, ନୀତି ନିର୍ଦ୍ଧାରଣକାରୀ ଓ ଉଦ୍ୟମୀମାନଙ୍କର ସଫଳ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ସରକାର ମହିଳା କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏକ ଦଶନ୍ଧି ମଧ୍ୟରେ ଏଥିପାଇଁ ବଜେଟ୍ ଆବଣ୍ଟନ 3 ଗୁଣ ଅଧିକ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ସରକାର କାର୍ଯ୍ୟକାରୀ କରିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋକପାତ କରି ମହିଳାଙ୍କ ପ୍ରକୃତ ସଶକ୍ତିକରଣକୁ ସୁନିଶ୍ଚିତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଲାଗି ଦେଶବାସୀ ନିଜ ଜୀବନଶୈଳୀରେ ପ୍ରଭାବଶାଳୀ ପରିବର୍ତ୍ତନ କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ବିକଶିତ ଭାରତ ଗଠନ କ୍ଷେତ୍ରରେ ଯୁବବର୍ଗଙ୍କର ମୌଳିକ ଅବଦାନ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଯୁବ ପ୍ରତିଭାର ସମ୍ପୂର୍ଣ୍ଣ ଉପଯୋଗ କରିବା ଲାଗି ସରକାର ଦକ୍ଷତା, ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁଯୋଗର ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ଏହାଛଡ଼ା ବିଜ୍ଞାନ, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ର ସମେତ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ସରକାର ବହୁ ପଦକ୍ଷେପ ନେବା ସହିତ ଦେଶର ସୁରକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି। ଓଡ଼ିଶା ସମେତ 9ଟି ରାଜ୍ୟର 12ଟି ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର 3 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା 21 ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। 22 ତାରିଖରେ ନାମାଙ୍କନ ପତ୍ରଗୁଡ଼ିକୁ ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। 27 ତାରିଖ ସୁଦ୍ଧା ପ୍ରାର୍ଥୀମାନେ ମନୋନୟନ ପତ୍ର ପ୍ରତ୍ୟାହାର କରିପାରିବେ ବୋଲି ରାଜ୍ୟସଭା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଗତ 10 ବର୍ଷ ମଧ୍ୟରେ ବିଭିନ୍ନ ସ୍ୱଦେଶୀ କମ୍ପାନୀ ନିକଟରୁ 6 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର କ୍ରୟ କରାଯାଇଛି। ଏହି ସମୟରେ ଦେଶର ପ୍ରତିରକ୍ଷା ଜନିତ ଅସ୍ତ୍ରଶସ୍ତ୍ର ଦ୍ୱିଗୁଣିତ ହୋଇଛି। ସେହିପରି ଘରୋଇ ପ୍ରତିରକ୍ଷା ଉତ୍ପାଦନ ମଧ୍ୟ 1,25,000 କୋଟି ଟଙ୍କା ଅତିକ୍ରମ କରିଛି। ଶ୍ରୀ ସିଂ କହିଛନ୍ତି, ସମୟ ଥିଲା ଭାରତ ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିବା ଦେଶ ଭାବେ ପରିଗଣିତ ହେଉଥିଲା। ତେବେ ବର୍ତ୍ତମାନ ଏହା ପରିବର୍ତ୍ତନ ହୋଇ ରପ୍ତାନୀ କରୁଥିବା ଦେଶ ଭାବରେ ପରିଚୟ ସୃଷ୍ଟି କରିପାରିଛି। ଦେଶ ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମନିର୍ଭରଶୀଳ ହୋଇ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ କ୍ଷେପଣାସ୍ତ୍ରମାନ ନିର୍ମାଣ କରୁଛି। ଭାରତୀୟ ସେନାରେ ଯୁବବର୍ଗଙ୍କୁ ଅଧିକ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିଛନ୍ତି, ଯାହାଫଳରେ ସେମାନଙ୍କୁ ସେନାବାହିନୀରେ ଅଧିକ ମାତ୍ରାରେ ଯୋଗ ଦେବା ପାଇଁ ସୁଯୋଗ ମିଳୁଛି। ଏହି ଯୋଜନା ଅଧୀନରେ ପ୍ରଥମ 2ଟି ବ୍ୟାଚ୍ରେ 40,000 ଅଗ୍ନିବୀର ପ୍ରଶିକ୍ଷଣ ଶେଷ କରିଛନ୍ତି। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜାମ୍ମୁ କାଶ୍ମୀର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 78ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ସାମାଜିକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏବଂ ଓଡ଼ିଶା ସମେତ 9ଟି ରାଜ୍ୟର 12ଟି ରାଜ୍ୟସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଗତକାଲି ପ୍ରକାଶ ପାଇଲା ବିଜ୍ଞପ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।